ଏବେ କମ୍ ରହିବ ଗରମ, ତାତି ପ୍ରକୋପ ବଢ଼ିବନି ସପ୍ତାହେ ପର୍ଯ୍ୟନ୍ତ, ବରଂ ଖସିବ ଦିନ ତାପମାତ୍ରା। ଆସନ୍ତା 3 ଦିନ ବଡ଼ ଧରଣର କାଳବୈଶାଖୀ ଆଶଙ୍କା ରହିଛି, ଯଦିଓ ବର୍ଷା ସମ୍ଭାବନା 23 ଯାଏଁ ରହିଛି। ଆସନ୍ତା 19 ଓ 20 ତାରିଖ ବେଳକୁ ବର୍ତ୍ତମାନ ତୁଳନାରେ ଦିନ ତାପମାତ୍ରା ଅନେକ ସ୍ଥାନରେ 3 ରୁ 5 ଡିଗ୍ରୀ ସେଲସିୟସ୍ କମିପାରେ। ପାଣିପାଗ ବିଭାଗର ଆକଳନ ହେଲା 18 ରୁ 23 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଆଶଙ୍କା ରହିଛି। ବିଶେଷ କରି 18, 19 ଓ 20 ତାରିଖରେ କାଳବୈଶାଖୀ ଜନିତ ବର୍ଷା ପବନ ଆଶଙ୍କା ରହିଛି। 18 ତାରିଖରେ ଉତ୍ତର ଓଡ଼ିଶା, ଦକ୍ଷିଣ ଉପକୂଳ ଅଞ୍ଚଳ ଏବଂ କନ୍ଧମାଳ, କଳାହାଣ୍ଡି ଓ ବୌଦ୍ଧର ଅଳ୍ପ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ ବଜ୍ରପାତ ହୋଇପାରେ। ଏହା ବାଦ ଆଉ କିଛି ଜାଗାରେ କାଁ ଭାଁ ବର୍ଷା ହୋଇପାରେ। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାରେ କାଳବୈଶାଖୀ ଓ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। 19 ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ରାୟଗଡ଼ା, ନବରଙ୍ଗପୁର, ଅନୁଗୁଳ, ନୟାଗଡ଼ ଓ ଢେଙ୍କାନାଳରେ କାଳବୈଶାଖୀ ଆଶଙ୍କା ଅଛି। ଘଣ୍ଟା ପ୍ରତି 40 ରୁ 50 କିଲୋମିଟର ବେଗରେ ପବନ ସହ ବଜ୍ରପାତ ହୋଇପାରେ। ଢେଙ୍କାନାଳ, କଟକ, ନୟାଗଡ଼, କନ୍ଧମାଳ, ଗଞ୍ଜାମ ଓ ଖୋର୍ଦ୍ଧାରେ ଘଡ଼ଘଡ଼ି ସହ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଜପତି, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ସୋନପୁର, ସମ୍ବଲପୁର ଜିଲ୍ଲାରେ ଧୂଳିଝଡ଼ ସହ 30 ରୁ 40 କିମି ବେଗରେ ପବନ ହୋଇପାରେ। 20 ତାରିଖରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନ ସହ କୋରାପୁଟ, ମାଲକାନଗିରି, କନ୍ଧମାଳ ଓ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳ ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି। କଟକ, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳର ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ। କୋରାପୁଟ, ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁରରେ 30 ରୁ 40 କିମି ବେଗରେ ପବନ ସହ ବଜ୍ରପାତ ଆଶଙ୍କା ଅଛି। ଆସନ୍ତା 21, 22 ଓ 23 ତାରିଖରେ ବଡ଼ ବର୍ଷାର ଆଶଙ୍କା କମ୍, ତଥାପି ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି। ସମ୍ଭାବ୍ୟ ବର୍ଷା, ପବନ ଓ ବଜ୍ରପାତ ନେଇ ଜିଲ୍ଲା ପ୍ରଶାସନକୁ ସତର୍କତା ସୂଚନା ଜାରି ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଦିଆଯାଇଛି। ବର୍ଷା ଓ ଘଡ଼ଘଡ଼ି ବେଳେ ଖୋଲା ଆକାଶ ତଳେ କିମ୍ବା ଗଛ ତଳେ ନ ରହିବା ପାଇଁ କୁହାଯାଇଛି। ବିଶେଷ କରି ଚାଷୀମାନଙ୍କୁ ସତର୍କ ରହିବାକୁ କୁହାଯାଇଛି।